ରେମୁଣା ବ୍ଲକ ଅନ୍ତର୍ଗତ ବାମ୍ପଦା ସରସ୍ୱତୀପୁର ନିକଟସ୍ଥ ବଟ ହନୁମାନ ମନ୍ଦିରରେ 13ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦିବା 11 ଘଟିକା ସମୟରେ କଳସ ଯାତ୍ରା ପରେ ପୂଜାକର୍ମ କରାଯାଇଥିଲା। ମନ୍ଦିର ନିକଟରେ ଦିବସ ବ୍ୟାପୀ ପୂଜା ସହିତ ନାମଯଜ୍ଞ ସଂକୀର୍ତ୍ତନ ଚାଲୁ ରହିଥିଲା। ଦିବା 12:30 ସମୟରେ ପ୍ରସାଦ ସେବନ ଆରମ୍ଭ ହୋଇଥିଲା। ପୂଜା ପ୍ରସାଦ ସେବନରେ ବାମ୍ପଦା ସରସ୍ୱତୀପୁର ଗ୍ରାମ ବ୍ୟତୀତ ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମନ୍ଦିର କମିଟିର ସଭାପତି ଚନ୍ଦ୍ରକାନ୍ତ ବେହେରା, ସମ୍ପାଦକ ପରମାନନ୍ଦ ସେନାପତି, ଗଣେଶ ପଣ୍ଡା, ଦେବାନନ୍ଦ ସେନାପତି, ମନୋରଞ୍ଜନ ପଣ୍ଡା, ସୁଶାନ୍ତ ମହାପାତ୍ର, ଦୀପୁ ଘୋଷ, ଲକ୍ଷ୍ମୀକାନ୍ତ ବେହେରା, ନିତ୍ୟାନନ୍ଦ ମିଶ୍ର, ରତିକାନ୍ତ ବେହେରା, ମନୋରଞ୍ଜନ ବାରିକ, ବିଜୁ ବେହେରା, ରମାକାନ୍ତ ବେହେରା, ବୀରେନ୍ଦ୍ର ବାରିକ, ରାଜା ବେହେରା, ଶଶି ବେହେରାଙ୍କ ସମେତ ଗ୍ରାମବାସୀମାନଙ୍କ ମିଳିତ ସହଯୋଗରେ ସୁଚାରୁ ରୂପେ ପରିଚାଳନା କରାଯାଇଥିଲା। ମୁଁ ପରମାନନ୍ଦ ସେନାପତି, ସମ୍ପାଦକ ବଟ ହନୁମାନ ମନ୍ଦିର କମିଟି। ଆଜି ଆମର 2013 ମସିହାରୁ ଉକ୍ତ मंदिर प्रतिष्ठा कर प्रतिष्ठाता पूर्णचंद्र बेहेरा से स्वर्गधाम होती बहुत गरीब लोक थे से जहाँ सहायता आने मान सहायता फल मंदिर आज एत बाट पहुँची आर बर्तमान सभ्य संख्या 100 रु अधिक हे ए अंचल सबुठ प्रत्यक्ष मंदिर ये नना अच्छा आरंभ से नना रही निष्ठापर पूजा फल मंदिर आज उत्तरोत्तर उन्नति लाभ कर वार्षिक उत्सव में आम 2,000-2,500 लोक खाद्यपेयर आयोजन कराई पूजा भी पाखापाखि 100-200 घट उत्तोलनकारी आसवे घट उत्तोलन करते जी बर्तमान पूजा आरंभ हो नितांत पूजाटा आरंभ हो नैमित्तिक पूजाटा आरंभ होपर आम घट उत्तोलन कार्यक्रम 10:30 बेलू आरंभ हो।